ମୁଁ ବି ସେଥିରେ ରାଜି। ପାକିସ୍ତାନୀ ବଙ୍ଗାଳୀ ଯେଉଁମାନେ ଆସିକି ଏଠି ଲୁଚି ଛପି ରହିଛନ୍ତି ଆମର ଭିତରକନିକା ଚାରିଆଡେ ବାହାର କରିଦେବା ଉଚିତ। ସେମାନେ ଆମକୁ ଅପଦସ୍ଥ କରୁଛନ୍ତି। ପୋଷ୍ଟ ଓଡିଶା ଇଣ୍ଡିଆରେ ଯୋଉଠି ଅଛନ୍ତି କାଢିଦେବା ଦରକାର। ମୋହନ ମାଝୀ, ତମେ ଆଦିବାସୀ, ଖାଲି ଆଦିବାସୀ ଘର ଭାଙ୍ଗୁଛ? ଲିଜ ଦବ ବୋଲି? ଲୁହା ଖଣି, କୋଇଲା ଖଣି, ମାଗାନିଜ, କ୍ରୋମାଇଟ, ଲଜ୍ଜା। ଏ ଗରିବ ଲୋକଙ୍କ ଘର ଭାଙ୍ଗନି, ତାଙ୍କର ନିଶ୍ୱାସରେ ଜଳିଯିବ। ଜଗନ୍ନାଥ ତମକୁ ବସେଇଛନ୍ତି ଓଡିଶାର ମୁରବୀ କରିକି। ଏ ଗରିବ ଲୋକଙ୍କୁ ଅତ୍ୟାଚାର କରନି, ତାଙ୍କ ଘର ଦ୍ୱାର ଭାଙ୍ଗନି, ଲୁଟ କରନି। ଖଣି ମାଫିଆ ଏବଂ ଶିଳ୍ପପତି କି ସେ ଖଣି ଦିଅନି, ସେ ଜମି ଦିଅନି। ଏ ଗରିବ ଲୋକ ଲୁହରେ ତମେ ନିଜେ ଭାସି। ଭୁବନେଶ୍ୱର ଭଳିଆ ଜାଗାରେ ଖାଲି 8 ଘଣ୍ଟା ଘଟିଛି, ଗାଁ ଗହଳି 10 ଘଣ୍ଟା 12 ଘଣ୍ଟା। କଳାହାଣ୍ଡି, ବଲାଙ୍ଗୀର, ସୁରନଗଡ଼, ସେ ମୟୂରଭଞ୍ଜ, କେଉଁଝର ମୁଖ୍ୟମନ୍ତ୍ରୀ ଗାଁରେ 10 ଘଣ୍ଟା ଘଟୁଛି। ଲଜ୍ଜା ଲଜ୍ଜା, ଏଗୁଡା କେବଳ ଭାଷଣ ଦେବା ବ୍ୟତୀତ କିଛି ଜାଣିନାହାନ୍ତି। ଏ ମନକୁ ଭୁଷୁଡି ପଡିବେ, ଲୋକଙ୍କ ନିଶ୍ୱାସରେ ନିଜେ ଘୁଷୁଡି ପଡିବେ। ଏସି ସିଏ ସିନା ୟୁଜ କରନ୍ତି କମ କରିବେ, ଏ ଗରିବ ଲୋକ କୋଉଠି ଏସି ଜାଣିବେ? ଦେଖିଛନ୍ତି ଏସି? ଏ ଗରିବ ଲୋକ 90% ଲୋକ ଦେଖିଛନ୍ତି? ଏଗୁଡା ଲଜ୍ଜା। ଗୋଟେ ଅପାରଗ ସରକାର ଚାଲିଛି, ସେଠି ଏଠି ଡବଲ ଇଞ୍ଜିନ। ଏ କାମକୁ ନୁହଁ କି ଦାମକୁ ନୁହଁ। ଲୋକେ यार ଜବାବ ଦେବେ। ଏ ପଞ୍ଚାୟତ ଭୋଟ ଯୋଉ ଆସୁଛି, ଲୋକେ ଦେବେ ଜବାବ। ସମୟକୁ ଅପେକ୍ଷା କର।